ଦେଖନ୍ତୁ ଆମର 28 ତାରିଖରେ ଆମର ରାଜନଗରର ଧାନଡିହି ଗାଁରେ ଆମର ଗୋଟେ ରେଡ୍ ଚାଲିଥିଲା। ସେଠି ଆମର ପଟ୍ଟାମୁଣ୍ଡେଇର ଅବକାରୀ ବିଭାଗର କର୍ମଚାରୀ ସେଠି ରେଡ୍ କରୁଥିଲେ। ଆଉ ଜଣକୁ ଆରେଷ୍ଟ ବି କରାଯାଇଥିଲା। ସେଇ ସମୟରେ ବିନୋଦ ବୋଲି ସେଇ ପାଖ ଗାଁର ଯୁବକ ଜଣେ ଆସିକି କିଛି ଭିଡ଼ିଓ ସୁଟ୍ କରୁଥିଲା। ତାଙ୍କ ଭିତରେ କିଛି ବଚସା ହେଇଥିଲା। ଆଉ ଯୋଉଥିପାଇଁ କି ତାଙ୍କ ଭିତରେ ଉତ୍ତେଜନା ହେଲା ପରେ ସେମାନେ ତାଙ୍କୁ ଆମ ରେଡ୍ ଗାଡ଼ିରେ ତାଙ୍କୁ ନେଇକି ରାଜନଗର ଥାନାରେ ହ୍ୟାଣ୍ଡ ଓଭର କରିକି ଏଫଆଇଆରଟା ଦେଇଥିଲେ। ତାପରେ ଉକ୍ତ ଯୁବକ ଆମର ଅଭିଯୋଗ କରିଛନ୍ତି ଯେ ତାଙ୍କୁ ବହୁତ ସେଇ ଗାଡ଼ି ଭିତରେ ମାଡ଼ ମାରିକି ସେମାନେ ବେଆଇନ ଭାବରେ ଥାନାରେ ସେମାନେ ଜିମାରେ ଦେଇଥିଲେ। ଆଉ ତାରି ଉପରେ ମୁଁ ନିଜେ ସେଥିରେ ତଦନ୍ତ ବି କରିଛି। ଆମର ଭୁବନେଶ୍ୱରରୁ ବି ଆମର ଜଏଣ୍ଟ ଏକ୍ସାଇଜ କମିଶନର ଆସିକି ବି ଇନକ୍ୱାରି କରିଥିଲେ। ଇନକ୍ୱାରି କଲା ପରେ ଆମର ଏକ୍ସାଇଜ କମିଶନରକୁ ଆମେ ରିପୋର୍ଟ ଦେଇଥିଲୁ। ଆଉ ରିପୋର୍ଟକୁ ବେସିସ୍ ସେଇ ରିପୋର୍ଟ ଆଧାରରେ ଆମର ଛାୟାକାନ୍ତ ନାୟକ ସବ୍ ଇନ୍ସପେକ୍ଟର ପଟ୍ଟାମୁଣ୍ଡେଇ ସେ ସସ୍ପେଣ୍ଡ ହେଇଛନ୍ତି। ଆଉ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଏକ୍ସାଇଜ ପ୍ରଦୀପ କୁମାର ମଲ୍ଲିକ ଦୁଇ ଜଣଙ୍କୁ ସସ୍ପେଣ୍ଡ କରାହେଇଛି। ଆଉ ଫର୍ ୟୁଜିଂ ଅଫ୍ ଅଫିସିଆଲ ପାୱାର ଇଲିଗାଲ ଅଫିସିଆଲ ପାୱାରକୁ ୟୁଜ୍ କରିକି ସେମାନେ କାର୍ଯ୍ୟ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଇଛି। ଆଉ ସେମାନଙ୍କୁ ଆମର ସେଣ୍ଟ୍ରାଲ ଡିଭିଜନ ଡେପୁଟି କମିଶନର ଏକ୍ସାଇଜ ସେଣ୍ଟ୍ରାଲ ଡିଭିଜନ କଟକକୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି। ଦେଖନ୍ତୁ ସେ ମାରିବା କଥା ତ ପ୍ରୁଭ୍ ହେଇପାରୁନି, ଯେହେତୁ ଆମର ରେଡିଂ ଟିମ୍ କହୁଛନ୍ତି ସେମାନେ ମାରି ନାହାନ୍ତି ବୋଲିକି, କିନ୍ତୁ ଅଭିଯୁକ୍ତ କହୁଛନ୍ତି ଯେ ସେ ବହୁତ ମାରିଛନ୍ତି ବୋଲିକି। ଦେଖନ୍ତୁ ଯଦି ଆମର ତାଙ୍କ ଯଦି କିଛି ଆମେ ରେଡ୍ କଲାବେଳେ ଯଦି ଆମ କାର୍ଯ୍ୟରେ କେହି ଯଦି ବାଧା ଦେଲା, ଆମର ଫାଷ୍ଟ କର୍ତ୍ତବ୍ୟ ହେଉଛି ଆମେ ପୋଲିସକୁ ଇନଫର୍ମ କରିବା। ତା ନୁହଁ ଯେ ଆମେ ଆଇନକୁ ହାତକୁ ନେଇ ଆଉ ଜଣେ ଯୁବକକୁ ଆମେ ଗାଡ଼ିରେ ଉଠେଇ ନେବା। ସେଇଟା ତାଙ୍କର ଭୁଲ ହେଇଛି, ଯାହା ଆମେ ଇନକ୍ୱାରିରୁ ଆମେ ପାଇଲୁ। ଆଉ ସେଥିପାଇଁ ସେମାନେ ସସ୍ପେଣ୍ଡ ହେଇଛନ୍ତି। ଆଉ ସରକାର ବି ଏହାକୁ ଗୁରୁତ୍ୱର ନେଇଛନ୍ତି। ଅଭିଯୋଗ ଆମର 30 ତାରିଖରେ ଆସିଲା। 30 ତାରିଖରେ ଅଭିଯୋଗ ଆସିଲା ପରେ ପ୍ରଥମେ ପ୍ରିଲିମିନାରୀ ଇନଭେଷ୍ଟିଗେସନ କରିକି ମୁଁ ସେମାନଙ୍କୁ ଆମର କେନ୍ଦ୍ରାପଡ଼ା ଆମର ଡିଷ୍ଟ୍ରିକ୍ଟ ଏକ୍ସାଇଜ ଅଫିସକୁ ମୁଁ ସ୍ଥାନାନ୍ତର ସେମାନଙ୍କୁ କରିଥିଲି ପ୍ରାଥମିକ ତଦନ୍ତ ସାରିକି। ତାପରେ ଆମ ରିପୋର୍ଟଟା ଆମର କମିଶନର ଓଡ଼ିଶା ଆମର ଏକ୍ସାଇଜ କମିଶନର ଓଡ଼ିଶାକୁ ଯାଇଥିଲା। ତାପରେ ସେମାନେ ସେଠି ଆମର ରିପୋର୍ଟ ଆଧାରରେ ତାଙ୍କ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆମର ସେ ଅଞ୍ଚଳରେ ମଦ ବ୍ୟବସାୟର ଗନ୍ତାଘର, ସେ ପଞ୍ଚାୟତ ଟୋଟାଲ ମଦ ବ୍ୟବସାୟ ବାଲିସାହିପଟଣା ବାରଦିଆ ଗାଁ ଧାନ୍ଦିଆ ସେଇଠି ପାଖରେ ବି ସେଠି। ଆଉ ପ୍ଲସ୍ ଆମର ସେ ରାଜନଗର ବ୍ଲକରେ ବି ମଦ ବ୍ୟବସାୟ ହେଉଛି। ପ୍ଲସ୍ ମୋ ଘର ପାଖରେ ସେ ମଦ ବ୍ୟବସାୟ କରୁଛି ସେ ଲୋକଟି। ମୁଁ ଆଗରୁ କମ୍ପ୍ଲେନ୍ ଦେଇଛି ସେମ୍ ଗ୍ରିଭାନ୍ସରେ 2 ଥର 3 ଥର ଦେଇଛି। ଆଗରୁ ବି ଏଠି କଲେକ୍ଟର ଗ୍ରିଭାନ୍ସରେ ଦିଆଯାଇଛି। ଆଉ ମୁଁ ସେ କମ୍ପ୍ଲେନ୍ ଆଗରୁ କରେ। ଯାହା ଭାଗ୍ୟବଶତଃ ଏକ୍ସାଇଜ ଡିପାର୍ଟମେଣ୍ଟ ଗାଡ଼ି ଆସିଥିଲା। ମୁଁ ଭଲ କଥା, ଯେଉଁ ଏକ୍ସାଇଜ ଡିପାର୍ଟମେଣ୍ଟ ସିଜ୍ କରିବାକୁ ଆସିଛି। ମୁଁ ସେ ଫଟୋ ଭିଡ଼ିଓ କଲା ଭିତରେ ଏକ୍ସାଇଜ ଡିପାର୍ଟମେଣ୍ଟ ଠିକ୍ ହେଇକି ମୋତେ ଆସିକି କହିଲେ କ'ଣ ପାଇଁ ଭିଡ଼ିଓ କରୁଛୁ। ମୁଁ କହିଲି ଭିଡ଼ିଓ କଲେ କ'ଣ ଅସୁବିଧା ଅଛି, ଆପଣଙ୍କର କ'ଣ ପ୍ରୋବ୍ଲେମ୍ ଅଛି, ଆପଣ ତ ଭଲ କାମ କରୁଛନ୍ତି, ଅସୁବିଧା କ'ଣ ଅଛି। ସେଇଠୁ କ'ଣ କଲେ ନା ମୋତେ କହିଲେ ହଉ ଠିକ୍ ଅଛି, ଭଲ କାମ କରୁଛୁ, ଖରାପ ଚାଲେ ଥାନାକୁ ଚାଲେ। ମୁଁ ଚାଲିନଥିଲି। ସେଇଠୁ ମୋତେ ଧକ୍କା ମାରି ତାଙ୍କ ଗାଡ଼ିରେ ଭିତରେ ପୁରେଇକି ମାନେ ନେଇଗଲେ। ତାପରେ ମଦ ବ୍ୟବସାୟ ଯେଉଁ ନେଇଥିଲେ ତାକୁ ଭିତରେ ପୁରେଇଲେ କି ସେ ମଦ ବ୍ୟବସାୟୀ ବାଡ଼େଇଲା। ପ୍ଲସ୍ ଏସ୍ଆଇ ଏଏସ୍ଆଇ କନେଷ୍ଟବଳ 2 ଜଣ ଆଉ ଡ୍ରାଇଭର ମାଡ଼ ବାଡ଼େଇଲେ ମଧ୍ୟ। ବାଡ଼େଇକି ମାନେ 7:30ରୁ ମାନେ ପାଖାପାଖି 8ଟା ପର୍ଯ୍ୟନ୍ତ ନେଇଗଲେ ଥାନା ପର୍ଯ୍ୟନ୍ତ। 8ଟାରୁ ରଖିଲେ ମୋତେ ପାଖାପାଖି ମାନେ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ରଖିଲେ ଗାଡ଼ିରେ, ଏ ଯେଉଁ ଆମର ଥାନାରେ। ଆଉ ସେ ମଦ ବ୍ୟବସାୟୀ ସେ CCTV କ୍ୟାମେରା ଯାଞ୍ଚ କରାଯାଉ। ମଦ ବ୍ୟବସାୟୀ ସେଇଠି ଓହ୍ଲେଇଲା, ମୋତେ ଗାଡ଼ିରେ ରଖିକିରି ସିଏ ମଦ ବ୍ୟବସାୟ କରିବ ତାଙ୍କୁ ନ ଧରିକି ମୋତେ ରଖିକିରି ଜବରଦସ୍ତି ଥାନାରେ ରଖି ତାକୁ ଛାଡ଼ି ଦେଇଛନ୍ତି। ଆଉ ଯେଉଁ ସେଠିକା IAC ଯେ ମୋତେ ବି ଦୁର୍ବ୍ୟବହାର କରିଛି। ତୁ ଗୋପବନ୍ଧୁ ସାଜୁଛୁ। ଆଉ ସେ ASI ମୋତେ ବି ଶୋଧିଛି, ଆଉ ନାୟକ ଭାବୁଛି। ଆଉ ତାପରେ କ'ଣ ଗୋପବନ୍ଧୁ ସାଜୁ, ତୁ ବେଶୀ ଇଏ ହେଉଛୁ ସେଠିକା। ତାପରେ ଏକ୍ସାଇଜ ଡିପାର୍ଟମେଣ୍ଟ କହିଲା ସେଠି ଛକରେ କେହି କିଛି କହିଲେ ନା, ତ ପାଟି କଲେ ନା, ତୁ କ'ଣ ବେଶୀ ପାଟି କରୁଥିଲୁ, ବେଶୀ ଗୋପବନ୍ଧୁ ସାଜୁ। କହିଲେ ସେ ଯେତେବେଳେ ଗାଡ଼ିରେ ବାଡ଼େଇଲେ ମୁଁ ବି କହୁଛି ସାର୍ ଗାଡ଼ିରେ ସିଏ କ'ଣ ବାଡ଼ଉଛି, ଆପଣ ବାଡ଼ଉଛନ୍ତି, ସିଏ ବି ବାଡ଼ଉଛନ୍ତି, ଆପଣ ଅଧିକାର କିଏ ଦେଲା। କହିଲା ସିଏ ବାଡ଼େଇଛି କ'ଣ, ଆହୁରି ବାଡ଼େଇବ ତୋତେ। କିନ୍ତୁ ସେ ଯାହାକୁ ଧରିଲେ, ଯେଉଁ ମଦ ବ୍ୟବସାୟୀକୁ ଧରିଲେ ତାକୁ ଛାଡ଼ି ଦେଇକି ମୋତେ ରଖି ମୁଁ କମ୍ପ୍ଲେନ୍ କରିଥାଉ। ଯେହେତୁ ପଇସା ପତ୍ର ସେମାନେ କାରବାର କରୁଛନ୍ତି ବୋଧେ ଲାଗୁଛି, ମାନେ ପଇସା ପତ୍ର ଲାଞ୍ଚ ନେବା ଆଣିବା କରୁଛନ୍ତି ବୋଲି। ସେଥିପାଇଁ ମୋତେ ବିରୋଧ କରିବା ସକାଶେ ମୋତେ ମାଡ଼ ମାରିଲେ। ଆଉ କ'ଣ ଏମିତି କଲେ, ପାଟି ବନ୍ଦ କରିଦେଲେ, ସାଧାରଣ ଲୋକ ଡରିଯିବେ, ଆଉ କେହି ସ୍ୱର ଉତ୍ତୋଳନ କରିପାରିବେ ନା, ମାଡ଼ ମାରିବେ। ନିଶା କ'ଣ ଆମେ ପଇସା କଲେକ୍ସନ୍ କରିବୁ, ଆଉ ଜୀବନରେ କେହି କେମିତି ବାହାରିପାରେ ନା। ତେଣୁକରି ମୁଁ ଏଇଟାକୁ କମ୍ପ୍ଲେନ୍ କଲି, ଆଗକୁ ଆସିଲି ଯୁବ ଗୋଷ୍ଠୀ ପାଇଁ।